ତ ପିଲେମାନେ ଆମେ ଆଲୋଚନା କରୁଥିଲେ କ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ କୃଷ୍ଣ କାବ୍ୟ ରସକଲ୍ଲୋଳର ଏକାଦଶ ଛାନ୍ଦରୁ ସଂଗୃହୀତ ହିମକାଳ କବିତା, ଯାହାକୁ ରଚନା କରିଛନ୍ତି ରୀତି ଯୁଗର ସେଇ ବିଶିଷ୍ଟ କବି ଦୀନକୃଷ୍ଣ ଦାସ। ପୂର୍ବ ବେଦରେ ଆମେ ଦେଖିଲେ ଯେ କବି କହୁଛନ୍ତି ସମ୍ପଦ ବା ସୁଖ ସମୟରେ ସମସ୍ତେ ଆସି ପ୍ରିୟ ଭାବ ପ୍ରକାଶ କରିଥାନ୍ତି, ପରନ୍ତୁ ଯେତେବେଳେ ଦୁଃଖ ପଡେ ନା, ସେତେବେଳେ ବିପଦ ଆସେ ନା, ସେ ସମୟରେ କେହି ଦେଖା ଦିଅନ୍ତି ନାହିଁ। କବିତାରେ ତାହାକୁ କହିଛନ୍ତି କୁଶଳରେ ସମସ୍ତେ ସୁମୁଖ, କଷ୍ଟ କାଳରେ ହୁଅନ୍ତି ବିମୁଖ। ଏକ୍ସାମ୍ ଉଦାହରଣ ଦେବାକୁ ଯାଇ କହିଛନ୍ତି, କଣ କହିଛନ୍ତି? ଆସ ଏଇ ଅଧ୍ୟାୟରେ ଆଲୋଚନା କରିବା। ପିଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବ ଏବଂ ସବୁ ସାଙ୍ଗସାଥି ସାଙ୍ଗରେ ଭିଡ଼ିଓଟିକୁ ସେୟାର କରିଦେବ। ଆଉ ଯଦି ସବସ୍କ୍ରାଇବ କରିନା ହଉ ତାହେଲେ ପାଖରେ ଥିବା ସବସ୍କ୍ରାଇବ ବଟନ କ୍ଲିକ୍ କରି ଅଲ୍ ଉପରେ ରଖି ଦେଇଥାଉ। ତେବେ ଆଉ ଡେରି କରିବେନି ପିଲେ, ଆସ ଆଜିର ପାଠ ଆଲୋଚନା କରିବା। ଦେଖ ପିଲେ କଣ ଅଛି ଯୋଉମାନଙ୍କର 125 ନମ୍ବର ପୃଷ୍ଠାକୁ। କେଡ଼େ ଶୀତଳ କର୍ପୂର ଚନ୍ଦନ, କାନ୍ତ କାନ୍ତା ଯୋଗେ ହୁଏ ବନ୍ଧନ, কলে দৈব সঙ্গ আন আন, কু অগ্নি কি নই সমান। ରସକାବ୍ୟ ରସଗୋଲ୍ଲାର ଏହି ପଂକ୍ତିରେ କବି କହୁଛନ୍ତି, କଣ କହୁଛନ୍ତି? ପୂର୍ବ ପଂକ୍ତିରେ କଣ କହିଲେ? ଆମେ ଜାଣିଲେ ଯେ ସମ୍ପଦ କାଳେ ସର୍ବେ ସଖା, ବିପଦ ଦିଅନ୍ତି ଦେଖା। ଯେତେବେଳେ ଆମ କୁଶଳରେ ଥିବା, ଯେତେବେଳେ ଆମର ସବୁ କିଛି ଭଲ ଥିବ, ସେତେବେଳେ ଆମେ ଆମ ପାଖକୁ ସମସ୍ତେ ଆସିବେ, ଆମ ପାଖରେ ପ୍ରିୟ ଭାବ ପ୍ରକାଶ କରିବେ। ପରନ୍ତୁ ଯେତେବେଳେ ବିପଦ ସମୟ ଆସିବ ନା, କବି କହୁଛନ୍ତି ଯେତେବେଳେ ବିପଦ ସମୟ, ଯେମିତି ପଦ୍ମ କଥା କହୁଥିଲେ କବି। ପୂର୍ବ ଅଧ୍ୟାୟ ଆମେ ପାଠ କରୁଥିଲେ ଯେ ଯଦି ଦେଖିନ ଭିଡ଼ିଓକୁ ନିଶ୍ଚୟ ଯାଇକି ଦେଖିଦବ। ଭିଡ଼ିଓ କମେଣ୍ଟ ମାଧ୍ୟମରେ ଦେଇଦେବି, ନହେଲେ ମାନେ ଡିସ୍କ୍ରିପସନରେ ଚେକିଂ କର। ତେବେ ପ୍ରଥମେ ଯାଇକି ଦେଖିନିଅ। ବହୁତ ସୁନ୍ଦର କବିତା, ମୁଁ ବହୁତ ଭଲ ଭାବରେ ତମମାନଙ୍କୁ ବୁଝେଇ ଦେଇଛି। ତେଣୁ କଷ୍ଟ କାଳରେ ସମସ୍ତେ ବିମୁଖତା ପ୍ରକାଶ କରନ୍ତି। ଯେତେବେଳେ ତମ ମାନଙ୍କର ବିପଦ ପଡିବ, ତମ ମାନଙ୍କରେ କେହି ନଥିବେ, ବୁଝିପାରୁଛ ନା? ପରନ୍ତୁ ଯେତେବେଳେ ତମ ଭଲରେ ଥିବ, ସମସ୍ତେ ଆସିବେ ତମ ପାଖରେ ରୁଣ୍ଡ ହୋଇଯିବେ। ସମସ୍ତେ ତମ ପାଖକୁ ଆସି ପ୍ରିୟ ଭାବ ପ୍ରକାଶ କରିବେ। କଣ ହେଇଛି? କେଡ଼େ ଶୀତଳ କର୍ପୂର ଚନ୍ଦନ, କାନ୍ତ କାନ୍ତା ଯୋଗେ ହୁଏ ବନ୍ଧନ। କେତେ ଶୀତଳତା ପ୍ରକାଶ କରନ୍ତି, କେଡ଼େ ଶୀତଳତା ଭରି ଦିଅନ୍ତି। କିଏ ସେ? କର୍ପୂର ଚନ୍ଦନ। ବୁଝିପାରିଲା? ଯେଉଁମାନେ ବା ଯାହାକୁ ଗ୍ରୀଷ୍ମ ଋତୁରେ ଶରୀରରେ ଲଗାଇଲେ ଥାଉ, ଯେ ଅତ୍ୟନ୍ତ ଶୀତଳତା ଭରି ଦିଆ ପ୍ରାଣରେ, ସେଇ କର୍ଣ୍ଣର ଚନ୍ଦନ। ବୁଝିପାରିଲା? ସେଇ କର୍ପୂର ଚନ୍ଦନ ଯାହାକୁ କବି ଏଠି ବର୍ଣ୍ଣନା କରିଛନ୍ତି କାନ୍ତା କାନ୍ତା ହିସାବରେ। ବୁଝିପାରିଲା? କାନ୍ତ କାନ୍ତା ହିସାବରେ। କାନ୍ତ କହିଲେ କଣ? ବୋଲେ କାନ୍ତ କହିଲେ ସ୍ୱାମୀ, କାନ୍ତା କହିଲେ ସ୍ତ୍ରୀ। ବୁଝିପାରିଲା? ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭଳି କର୍ପୂର ଚନ୍ଦନର ସମ୍ପର୍କ ସେଇଭଳିଆ। ଏବଂ ଯାହାକୁ ମିଳାଇଲେ ମାନେ ପିଲେ ଯଦି ଆମେ କହିବା, ଏ ଦୁଇ ଜିନିଷ ଶରୀର ପାଇଁ ଅତ୍ୟନ୍ତ ଶୀତଳଦାୟକ, ଶୀତଳକାରକ, ଶୀତଳତା ଭରି ଦିଅନ୍ତି ପ୍ରାଣରେ। ଯେତେବେଳେ ଶୀତ ଋତୁ ଆସେ ନା, ଆମ ଶରୀରରେ ପ୍ରଲେପ ଦେଇଥାଉ। କାରଣ କାହାର? କର୍ପୂର ଚନ୍ଦନର। ଏବଂ ସ୍ୱାମୀ ସ୍ତ୍ରୀର ବା କାନ୍ତ କାନ୍ତା ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭଳି ଏମାନଙ୍କର ସମ୍ପର୍କ, ଏବଂ ଯେଉଁଥିପାଇଁ ଗ୍ରୀଷ୍ମ ଋତୁରେ ଏ ଦ୍ୱୟଙ୍କୁ ବନ୍ଦାପନା କରାଯାଏ। କାନ୍ତ କାନ୍ତା ଯୋଗେ ହୁଏ ବନ୍ଧନ, ଏମାନଙ୍କୁ ବନ୍ଧନ କରାଯାଏ। ଏମାନଙ୍କୁ ପ୍ରଶଂସା କରାଯାଏ। ପରନ୍ତୁ ଗ୍ରୀଷ୍ମ କାଳରେ ଯେଉଁ କଥା କରାଯାଏ,
ଗ୍ରୀଷ୍ମ କାଳରେ ଠିକ ତାର ବିପରୀତ କରାଯାଏ। ବୁଝିପାରିଲା? କଣ ବିପରୀତ କରାଯାଏ ନା କଲେ ଦଇବ ସଙ୍ଗ ଆନ ଆନ କୋଉ ଅଗ୍ନି କି ନଈ ସମାନ। କେଉଁ ଅଗ୍ନିକୁ, ବୁଝିପାରିଲା? ଗ୍ରୀଷ୍ମ କାଳରେ ଯେତେବେଳେ ପ୍ରଚଣ୍ଡ ଉତ୍ତାପ ଥାଏ ସେ ସମୟରେ ଏମାନେ ଶରୀରରେ ଶୀତଳତା ଭରି ଦିଅନ୍ତି। ମାନେ ସେ ସମୟରେ ଏମାନଙ୍କର ମିଳନ ସେତେ ଯେପରି ଲାଗେ ସ୍ୱାମୀ ସ୍ତ୍ରୀର ମିଳନ ଭଳି। ଏମାନଙ୍କୁ ବନ୍ଦାପନା କରାଯାଏ। କିନ୍ତୁ ଗ୍ରୀଷ୍ମ କାଳର ଯେତେବେଳେ ଶୀତ ଋତୁ ଆସେ ସେତେବେଳେ ଏଇ ଦୁଇ ଜଣଙ୍କର କେହି ଭଲ ପାଆନ୍ତି ନାହିଁ, ବା ଏଇ ଦୁଇ ଜଣ ଅଲଗା ଅଲଗା ହେଇଯାଇଛନ୍ତି ଭାଗ୍ୟ ବଳରୁ। କିଏ ଅଲଗା କରିଦେଇଛନ୍ତି? କଲେ ଦଇବ ଦଇବ ବିଧାତା କଣ କଲେ ଏମାନଙ୍କର ସଙ୍ଗକୁ, କର୍ପୂର ଚନ୍ଦ୍ରର ସଙ୍ଗକୁ ପୃଥକ ପୃଥକ ଆନ ଆନ ଅଲଗା କରିଦେଲେ ଦଇବ। କାହିଁକି ଦଇବ ଅଲଗା କରିଦେଲେ? କାରଣ ଏମାନେ କୋଉ ଅଗ୍ନି କି ନୋଇ ସମାନ, କୋଉ ଅଗ୍ନି ସହ ଏମାନେ ସମାନ ନୁହନ୍ତି। ଯଦି ଆମେ କହିବା ଦେଖ ପିଲେ, ତମମାନଙ୍କୁ ସୁଖ ସମୟରେ ବା ଆନନ୍ଦ କାଳରେ ଯାହା ସୁଖରେ ଭାବକୁ ବଢେଇଥାଏ ନା କି ଦୁଃଖ ସମୟରେ ତା ସେଇଭଳି ପ୍ରକାଶ କରିଥାଏ। ପ୍ରକାଶ କରିନଥାଏ। ଯେତେବେଳେ ତମେ ମାନେ ସୁଖରେ ଥିବ, ଯେତେବେଳେ ତମ ମାନଙ୍କର ସୁଖଟା ବଢିଥିବ, ଯଦି ତମେ ସୁଖରେ ଜିନିଷ ଆପ୍ ପାଖକୁ ଆପଣେଇବ। પરંતુ ଯଦି ଦୁଃଖ ସମୟରେ ଅଛନ୍ତି, ଯେତେବେଳେ ତମ ମାନଙ୍କୁ ଶୀତ କରୁଛି, ହିମକଳା ଆସିଲାଣି, କର୍ପୂର ଚନ୍ଦନର ଯେତେବେଳେ ଆବଶ୍ୟକତା କିଛି ଅଛି କି? ଶୀତରେ କିଛି ଆବଶ୍ୟକତା ନାହିଁ। ବର୍ତ୍ତମାନ ତମ ମାନଙ୍କର ବିରହ ସମୟ, ବୁଝିପାରୁଛ ନା? କାରଣ ସେମାନେ କୋଉ ଅଗ୍ନି କି ନୋଇ। ତେଣୁ ହେ ଭଗବାନ, ଯେତେବେଳେ ହିମକାଳ ଆସେ ନା, ଦୈବ କଣ କରନ୍ତି? ଭଗବାନ ସେମାନଙ୍କର ସାଙ୍ଗକୁ ଆନ ଆନ କରିଦିଅନ୍ତି, ଅଲଗା ଅଲଗା କରିଦିଅନ୍ତି। ଦେନ୍ କଣ ହେଇଛି? କଳାକାର ନୋଇ କେଉଁ ବିଷ କୋଉ ପବନ ନ କରଇ କିସ। ହିମକାଳ ଆସୁଛି ନା, ପିତବାସ ଗୋପପୁରରେ କ୍ରୀଡ଼ା କରୁଛନ୍ତି। ପିତବାସ ଗୋପରେ କ୍ରୀଡ଼ା କରୁଛନ୍ତି। ଏଇ ସମୟରେ ହିମକାଳ ପ୍ରବେଶ କରିଛି। ଶୀତ ଋତୁ ଆସିଛି। କାର୍ତ୍ତିକ ମାର୍ଗଶିର, ଯାହାକୁ ଆମେ ହେମନ୍ତ ଋତୁ କହୁଛେ, ସେ ସମୟରେ ଶୀତ ଋତୁ ଆସିଛି, ହିମକାଳ ଆସିଛି। ଏବଂ ସେ ସମୟରେ ତମେ ମାନେ ମଧ୍ୟ ଦେଖିଥିବ ପିଲେ, କଳାକାର କହିଲେ ଜହ୍ନ ବା ଚନ୍ଦ୍ର। ଚନ୍ଦ୍ର ନୋଇ କୋଉ ବିଷ, ମାନେ ଚନ୍ଦ୍ରର ଯୋଉ କିରଣ, ଆମେ ସବୁ ଜାଣିଛେ ଚନ୍ଦ୍ରର କିରଣ ଅତି ଶୀତଳ, ମାନେ ସୁଖକର। ପରନ୍ତୁ ଏଠି କବି କହୁଛନ୍ତି ଯେ ଯିଏ ବଡ ସର୍ବଦା ଶୀତଳ ଆଲୋକ ପ୍ରଦାନ କରନ୍ତି, ସେ କଳାକାର ନୋଇ କୋଉ ବିଷ। ସେ କଳାକାର ଆଜି କୋଉ ପ୍ରୟୋଜନ ନାହିଁ। ଏବଂ ଆଜି ସେଇ କଳାକାରଙ୍କର ସେଇ ଚନ୍ଦ୍ର କିରଣଙ୍କର ଜ୍ୱାଳା ଯଦି କହିବା କଣ ହେଇଛି, ତାଙ୍କ କିରଣ ହୋଇଛି ବିଷତୁଲ୍ୟ ଜ୍ୱାଳା ହୋଇଛି। ମାନେ ଆଜି ଶୀତଳତା କିଛି ଦରକାର ନାହିଁ, ଚନ୍ଦ୍ର ଅତି ଶୀଘ୍ର ଦେଖାଉଛନ୍ତି। ଯୋଉ କଥା ଗ୍ରୀଷ୍ମ ଋତୁରେ ଦରକାର କର୍ପୂର ଚନ୍ଦନ, କାନ୍ତା କାନ୍ତା ହୋଇବ ବନ୍ଧନ। ବନ୍ଦାପନ ହୁଅନ୍ତି ଗ୍ରୀଷ୍ମ ଋତୁରେ। ପରନ୍ତୁ ଯେତେବେଳେ ହିମକାଳ ଆସେ ନା, ଦୈବ ମାନଙ୍କୁ ଆନ ଆନ କରିଦିଅନ୍ତି। କାରଣ ଏମାନେ କେଉଁ ସହିତ ସମାନ ନୁହନ୍ତି। ଏଇ ସମୟରେ ମଧ୍ୟ ଚନ୍ଦ୍ର କିରଣ କିଛି ଆବଶ୍ୟକ ନାହିଁ। କଳାକାର ନୋଇ କୋଉ ବିଷ, ଏବଂ ଏଇ ପବନ ନ କରଇ କିସ। ବର୍ତ୍ତମାନ ଯୋଉ ମନ୍ଦ ମନ୍ଦ ସମୀରଣୀର କିଛି ଆବଶ୍ୟକତା ପ୍ରয়োଜନ ନାହିଁ। ତେଣୁ ଯୋଉ ପବନ ମଧ୍ୟ କିଛି କରିପାରୁନାହିଁ। ଦେନ୍ କଣ ହେଇଛି କବି? କିଛି ପ୍ରୀତି ଅଛି ପୟରେ କରେ ପ୍ରାଣ ତ୍ୟାଗ ମିତ୍ର ସଙ୍ଗରେ। ଏଠି କବି କହୁଛନ୍ତି ଯେ କିଛି ପ୍ରୀତି ଅଛି, କିଛି ସମ୍ପର୍କ ଅଛି ନା ପୟରେ। ପୟ କହିଲେ ପାଣି, ବୁଝିପାରିଲା? ପୟ କହିଲେ ପାଣି, ପୟ କହିଲେ କ୍ଷୀର। ତେଣୁ କ୍ଷୀର ନୀରର ବା ଜଳ ସାଙ୍ଗରେ ଯେଉଁ
କ୍ଷୀର ସମ୍ପର୍କ ଅତି ନିବିଡ଼ ସମ୍ପର୍କ ଥାଏ। ସେଇଥିପାଇଁ ଏଇ ଯୋଉ ସମ୍ପର୍କ ଅଛି ସେଇ ସମ୍ପର୍କର କଣ ହୁଏ ନା କରେ ପ୍ରାଣ ତ୍ୟାଗ ମିତ୍ର ସଙ୍ଗରେ, ମିତ୍ର ସଙ୍ଗରେ, ମିତ୍ର ପାଇଁ ସେ ପ୍ରାଣ ତ୍ୟାଗ କରେ। କିଏ କରେ ପ୍ରାଣ ତ୍ୟାଗ? କ୍ଷୀର, ବୁଝିପାରୁଛ ନା? ତା ଏଠି କବି କଣ କହୁଛନ୍ତି? ଯେ କହୁଛନ୍ତି କ୍ଷୀର ଏଠି ଆତ୍ମହତ୍ୟା କରୁଛି। କାହିଁକି କରୁଛି? ନା କ୍ଷୀର ସହିତ ମିତ୍ରତା ଅଛି। ମାନେ ପୟ କହିଲେ ଜଳ, ଜଳ ସାଙ୍ଗରେ ଆଉ ଗୋଟେ ପୟ କହିଲେ କ୍ଷୀର, କ୍ଷୀରର ଜଳ ସାଙ୍ଗରେ ମିତ୍ରତା ଅଛନ୍ତି। ଦୁହେଁ ଆଙ୍କେ ମିଶି ଯାଆନ୍ତି, ଜଣା ପଡନ୍ତି ନାହିଁ। କ୍ଷୀର ତମେ ମାନେ କ୍ଷୀର ମିଶାଅ, ଜଣା ପଡିବ କି? ଜଣା ପଡିବନି। ଦୁଇ ଜଣ ଆଙ୍କ ଗୋଳି ହୋଇଯିବେ, ଧଳା ହୋଇଯିବ। ତେଣୁ ତାଙ୍କଠି କିଛି ପ୍ରୀତି ଅଛି, ତାଙ୍କଠି କିଛି ସମ୍ପର୍କ ରହିଛି, ବୁଝିପାରୁଛ ନା? ପରନ୍ତୁ ବର୍ତ୍ତମାନ ଚନ୍ଦନ କର୍ପୂରର ସେ ସମ୍ପର୍କ ଆଉ ନାହିଁ। ହେମ କାଳରେ, ବୁଝିପାରୁଛ ନା? ବର୍ତ୍ତମାନ ଚନ୍ଦ୍ରର କିରଣ ଆମର ସମ୍ପର୍କ ନାହିଁ, ବୁଝିପାଇଲା? ତ ବର୍ତ୍ତମାନ ବି କିଛି ପାରୁନାହିଁ। ବର୍ତ୍ତମାନ ସେଇ ପବନ ବି କିଛି କରିପାରୁନାହିଁ। ବର୍ତ୍ତମାନ ସେଇ ପବନ ବି ଅଲଗା। ପରନ୍ତୁ କବି କହୁଛନ୍ତି ସମ୍ପର୍କର ଉଦାହରଣ ଦେବାକୁ ଯାଇ କହୁଛନ୍ତି ଯେ କ୍ଷୀର ସାଙ୍ଗରେ ନୀରରେ ବହୁତ ବଢିଆ ସମ୍ପର୍କ ଅଛି। କଣ ପାଇଁ ସମ୍ପର୍କ ଅଛି ବୋଲି କହୁଛନ୍ତି? ନା କାରଣ ଯେତେବେଳେ କ୍ଷୀରକୁ ଫୁଟା ଯାଏ, ତମେ ମାନେ ମଧ୍ୟ ଲକ୍ଷ୍ୟ କରିଥିବ, ଦେଖିଥିବ, କ୍ଷୀରକୁ ଫୁଟା ଯାଏ ନା, ଯେତେବେଳେ କ୍ଷୀରକୁ ଉଦ୍ଭୁତ ଜ୍ୱାଳା ଯେତେବେଳେ ବସନ୍ତି, ସେତେବେଳେ କ୍ଷୀର ଟକ ଟକ ହୋଇ ଫୁଟେ। ଫୁଟେ କଣ? ଜଳ ସମୟ ପାଣି ମରେ, ବୁଝିପାରିଲା? ଜଳେ ବାଷ୍ପିତ ହୋଇକି ପଳାଏ। ସେ ସମୟରେ ମଧ୍ୟ କିଛି କ୍ଷୀର କଣ ହୁଅନ୍ତି? ଆତ୍ମହତ୍ୟା କରେ, ବା କିଛି କ୍ଷୀର ତା ସହିତ ପ୍ରାଣ ତ୍ୟାଗ କରେ। ତାମାନେ ମିତ୍ର ଚାଲି ଯାଉଛି ପାଖରୁ, ଯଦି ଜଳ ଚାଲି ଯାଉଛି ନା, ସେ ସମୟରେ କିଛି କ୍ଷୀର ମଧ୍ୟ ତା ପାଖରେ ଆତ୍ମହତ୍ୟା କରେ, ବୁଝିପାରିଲା? କଣ ପ୍ରାଣ ତ୍ୟାଗ? ତାପରେ କଣ? କରେ ପ୍ରାଣ ତ୍ୟାଗ ମିତ୍ର ସଙ୍ଗରେ, ବୁଝିପାରୁଛ ନା? କଣ ହେଇଛି ଏସବୁ? ଦେଖ ପିଲେ, ଏଇ ସବୁ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ଆଜି ପାଇଁ ବସ ଏତିକି ଥାଉ।